ଆସନ୍ତୁ ସର୍ବପ୍ରଥମେ ଜାଣିବା ନୀତିନ ନବୀନଙ୍କ ବୈଠକର ସେହି ପ୍ରଥମ ବଡ଼ ଝଟକା ବିଷୟରେ। ମିଳିଥିବା ଖବର ଅନୁସାରେ ବୈଠକ ଆରମ୍ଭ ହେବା ମାତ୍ରେ ରାଷ୍ଟ୍ରୀୟ ସଭାପତି ସିଧାସଳଖ ରାଜ୍ୟର ମନ୍ତ୍ରୀ ଏବଂ ବିଧାୟକମାନଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ସେଦିନ ବୈଠକରେ କହିଥିଲେ ଯେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ କେତେକ ବଡ଼ ପଦାଧିକାରୀମାନେ ନିଜକୁ ଇନ୍ଦ୍ର ବୋଲି ଭାବିବା ଆରମ୍ଭ କରିଦେଇଛନ୍ତି। ଅର୍ଥାତ୍ କ୍ଷମତାର ଅହଙ୍କାର ସେମାନଙ୍କ ମୁଣ୍ଡକୁ ଚଢ଼ିଯାଇଛି। ସେମାନେ ଭାବୁଛନ୍ତି ସେମାନେ ଯାହା ଚାହିଁବେ ତାହା ହିଁ ହେବ, ସେମାନଙ୍କୁ ଆଉ କେହି ସାମ୍ନା କରିପାରିବେ ନାହିଁ। ଏହା ଏକ ବହୁତ ବଡ଼ ଆକ୍ଷେପ। ନୀତିନ ନବୀନ ସ୍ପଷ୍ଟ ଭାବରେ କହିଛନ୍ତି ଯେ କ୍ଷମତା ପାଇବା ପରେ ଏହି ନେତାମାନଙ୍କର ସେହି କର୍ମୀମାନଙ୍କ ସହିତ ଆଉ କୌଣସି ସମ୍ପର୍କ ନାହିଁ। ଏହି କର୍ମୀମାନେ ଦିନ ରାତି ଏକ କରି ଖରା ବର୍ଷା ସହି ଦଳକୁ ଜିତେଇବା ପାଇଁ ନିର୍ବାଚନ ମଣ୍ଡଳୀରେ ଲଢ଼ିଥିଲେ। କର୍ମୀମାନେ ଯେତେବେଳେ ନିଜ ନେତା କିମ୍ବା ମନ୍ତ୍ରୀଙ୍କୁ ଦେଖା କରିବାକୁ ଆସୁଛନ୍ତି ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି କିମ୍ବା ନିରାଶ ହୋଇ ଫେରିବାକୁ ପଡ଼ୁଛି। ଯଦି ବା କୌଣସି କର୍ମୀ ନେତାଙ୍କୁ ଭେଟୁଛନ୍ତି, ମନ୍ତ୍ରୀ ପଚାରୁଛନ୍ତି, ତୁମେ କ'ଣ ଆମ ଦଳର ନେତା? ତୁମେ କ'ଣ ଆମ ଦଳର କର୍ମୀ? ଏହି କଥାକୁ କହି ନୀତିନ ନବୀନ ଓଡ଼ିଶା ବିଜେପି ମନ୍ତ୍ରୀମାନଙ୍କର ହୋସ୍ ଉଡ଼ାଇ ଦେଇଛନ୍ତି। ନୀତିନ ନବୀନ ନିଜ ରିପୋର୍ଟରେ ଦର୍ଶାଇଛନ୍ତି ଯେ ସରକାରୀ ସ୍ତରରେ ଯେଉଁ ସବୁ କାମ ଚାଲିଛି ସେଥିରେ ରାଜ୍ୟର ସାଧାରଣ ଜନତା ବା ମତଦାତା ଆଦୌ ଖୁସି ନାହାନ୍ତି। ଜନସାଧାରଣଙ୍କ ଭିତରେ ଏକ ପ୍ରକାରର ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି, କାମରେ ମନ୍ଥରତା ଏବଂ ପ୍ରଶାସନିକ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ନ ହେବା ଯୋଗୁଁ ଲୋକମାନେ ଏବେ ବିଜେପି ସରକାର ଉପରୁ ଆସ୍ଥା ହରାଇବା ଆରମ୍ଭ କଲେଣି। ଯେଉଁ ପରିବର୍ତ୍ତନର ଆଶା ନେଇ ଓଡ଼ିଶାର ଜନସାଧାରଣ ବିଜେପିକୁ ଭୋଟ ଦେଇଥିଲେ, ସେହି ପରିବର୍ତ୍ତନ ତୃଣମୂଳ ସ୍ତରରେ ଦେଖାଯାଉନାହିଁ ବୋଲି ହାଇକମାଣ୍ଡଙ୍କ ପାଖକୁ ଖବର ଯାଇଛି। ଏହି ବୈଠକର ସବୁଠାରୁ ରୋମାଞ୍ଚକର ଏବଂ ଚର୍ଚ୍ଚିତ ଅଂଶଟି ଥିଲା ସୋସିଆଲ ମିଡ଼ିଆକୁ ନେଇ। ଆଜିକାଲିର ସମୟରେ ପ୍ରାୟ ସବୁ ନେତା ସୋସିଆଲ ମିଡ଼ିଆ ଯଥା ଫେସବୁକ୍, ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଖୁବ୍ ଆକ୍ଟିଭ ରହୁଛନ୍ତି। ଓଡ଼ିଶା ବିଜେପିର ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। କିନ୍ତୁ ନୀତିନ ନବୀନ ଏହି ସୋସିଆଲ ମିଡ଼ିଆ ଆଡିକ୍ସନକୁ ନେଇ ଯେଉଁ ତଥ୍ୟ ଦେଲେ ତାହା ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ। ଚର୍ଚ୍ଚା ହେଉଛି ଯେ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ବୈଠକ ସମୟରେ ରାଜ୍ୟର କେତେକ ପ୍ରମୁଖ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ବିଧାୟକମାନଙ୍କର ସୋସିଆଲ ମିଡ଼ିଆ ପୋଷ୍ଟର ସ୍କ୍ରିନଶଟ୍ ସମସ୍ତଙ୍କ ସାମ୍ନାରେ ପ୍ରୋଜେକ୍ଟରରେ ଦେଖାଇଥିଲେ। ସେ ସିଧାସଳଖ ନେତାମାନଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣମାନେ କେବଳ ସୋସିଆଲ ମିଡ଼ିଆରେ ହିଁ ଅଛନ୍ତି କି? ସେ କହିଥିଲେ ଯେ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନେ ଜନତାଙ୍କ ପାଖକୁ ଯାଇ ସେମାନଙ୍କ ସୁଖ ଦୁଃଖ ବୁଝିବା ଏବଂ ରାଜ୍ୟର ପ୍ରକୃତ ବିକାଶ କାମ କରିବା ଭୁଲି ଯାଇଛନ୍ତି। ସେମାନଙ୍କର ସାରା ସମୟ କେବଳ ନିଜର ଭଲ ଭଲ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାରେ କଟୁଛି। ନୀତିନ ନବୀନ କହିଥିଲେ ସୋସିଆଲ ମିଡ଼ିଆରେ ନିଜ ଫଟୋ ପୋଷ୍ଟ କରି ସେଥିରେ କିଛି ଲାଇକ୍ ଓ କମେଣ୍ଟ ପାଇ ଆପଣମାନେ କେବଳ ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଆପଣମାନେ ଭାବୁଛନ୍ତି ଯେ ଫେସବୁକରେ ଆପଣ ବହୁତ ପପୁଲାର, କିନ୍ତୁ ବାସ୍ତବରେ ତୃଣମୂଳ ସ୍ତରରେ ଜନସାଧାରଣ ଆପଣଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ଯୁଦ୍ଧ ସୋସିଆଲ ମିଡ଼ିଆରେ ଜିତାଯାଏ ନାହିଁ, ଯୁଦ୍ଧ ଜମିରେ ରହି ଜିତାଯାଏ। ଏପରିକି ରାଜ୍ୟ ସରକାରଙ୍କର କେତେକ ବରିଷ୍ଠ ମନ୍ତ୍ରୀ ଯେଉଁମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳୁଛନ୍ତି ସେମାନଙ୍କର କାର୍ଯ୍ୟଶୈଳୀକୁ ନୀତିନ ନବୀନ ସମ୍ପୂର୍ଣ୍ଣ ନାପସନ୍ଦ କରିଛନ୍ତି। ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କାର୍ଯ୍ୟଧାରାରେ ତୁରନ୍ତ ସୁଧାର ନ ଆସେ ତେବେ ହାଇକମାଣ୍ଡଙ୍କୁ ବଡ଼ ପଦକ୍ଷେପ ନେବାକୁ ପଡ଼ିବ।